ବନ୍ଦେ ମାତରମ୍। ଓଡ଼ିଶାର ଅନନ୍ତ ପାଳନକର୍ତ୍ତା ଓ ରକ୍ଷକ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ଦିବ୍ୟ କୃପାରେ ନିରନ୍ତର ଆମର ମାର୍ଗଦର୍ଶନ କରି ଆସୁଛନ୍ତି। ସର୍ବେ ଭବନ୍ତୁ ସୁଖିନଃ ମନ୍ତ୍ର ଦ୍ୱାରା ଆମ ଓଡ଼ିଆ ଜାତି ସଦା ଅନୁପ୍ରାଣିତ। ଆମର ରାଜ୍ୟରେ ଗତ ବର୍ଷ ପର୍ଯ୍ୟାପ୍ତ ବର୍ଷା ଯୋଗୁଁ ଆମର ପରିଶ୍ରମୀ ଚାଷୀଙ୍କର ଶସ୍ୟ ଭଣ୍ଡାର ପରିପୂର୍ଣ୍ଣ ହେବା ସହ ଗ୍ରାମୀଣ ସମୃଦ୍ଧି ସୁଦୃଢ଼ ହୋଇପାରିଥିଲା। ଏହା ଆମ ପାଇଁ ଗର୍ବର ବିଷୟ ଯେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କର ପ୍ରଗତିଶୀଳ ନେତୃତ୍ୱରେ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ଭାବେ ଉଭା ହୋଇଛି। ଦୈବୀ ଆଶୀର୍ବାଦ ଏବଂ ଅପରେସନ୍ ସିନ୍ଦୁର ସମୟରେ ଦେଶକୁ ସୁରକ୍ଷା ଦେଇଥିବା ଆମର ସାହସୀ ସୈନିକଙ୍କ ବୀରତ୍ୱ ଆମକୁ ପ୍ରେରଣା ଦେଉଛି। ଆଜି ଶାନ୍ତି ଏବଂ ପ୍ରଗତି ପ୍ରତି ଆମର ବିଶ୍ୱାସ ଏବଂ ପୂର୍ବ ଅପେକ୍ଷା ଅଧିକ ଦୃଢ଼ ହୋଇଛି। ମାନନୀୟ ବାଚସ୍ପତି ମହୋଦୟ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନନ୍ତ ମହିମାର ସଂରକ୍ଷଣ ଓ ସମ୍ବର୍ଦ୍ଧନ ଆମର ପବିତ୍ର କର୍ତ୍ତବ୍ୟ। ଏହି ପ୍ରତିବଦ୍ଧତା ସହିତ ଆମ ସରକାର ପୁରୀରେ ପ୍ରାୟ 1000 କୋଟି ବ୍ୟୟ ଅଟକଳରେ ଏକ ବିଶ୍ୱସ୍ତରୀୟ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଏବଂ ଲାଇବ୍ରେରୀ କେନ୍ଦ୍ର ପ୍ରତିଷ୍ଠା କରିବା ସହ ଗୁଣ୍ଡିଚା ମନ୍ଦିର, ଏମାର ମଠ, ପ୍ରମୋଦ ଉଦ୍ୟାନ ଏବଂ ଐତିହାସିକ ରଘୁନନ୍ଦନ ପାଠାଗାରର ଆଧ୍ୟାତ୍ମିକ ଗୌରବକୁ ପୁନରୁଦ୍ଧାର କରିବେ। ସମଗ୍ର ବିଶ୍ୱର ଭକ୍ତମାନେ ପ୍ରଭୁ ଜଗନ୍ନାଥଙ୍କୁ କୌଣସି ବସ୍ତୁ କିମ୍ବା ରାଶି ଦାନ କରି ଏକତ୍ର ପବିତ୍ର କାର୍ଯ୍ୟ ଆରମ୍ଭ କରିବାକୁ ଶୁଭ ବୋଲି ମନେ କରିଥାନ୍ତି। ଆମେ ଶ୍ରୀଜଗନ୍ନାଥ ମନ୍ଦିର ପୁରୀ ପାଇଁ ସମର୍ପଣ ନାମରେ ଏକ ସୁରକ୍ଷିତ ଅନଲାଇନ୍ ଦାନ ପ୍ଲାଟଫର୍ମ ଡିଜିଟାଲ ହୁଣ୍ଡି ପ୍ରଚଳନ କରିଛୁ। ଏହି ପ୍ଲାଟଫର୍ମ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ସରକାରୀ ପୋର୍ଟାଲ ସହିତ ସମନ୍ୱିତ ଏକ ଏକୀକୃତ ପ୍ରବେଶ ପଥ ମାଧ୍ୟମରେ ଭାରତ ତଥା ବିଦେଶର ଭକ୍ତମାନଙ୍କୁ ଶ୍ରୀମନ୍ଦିର ସହିତ ସଂଯୋଗ କରିବ। ସହଜ ବ୍ୟବହାର ପାଇଁ ଏଥିରେ ବହୁବିଧ ଦେୟ ବିକଳ୍ପ ରହିଛି। ନିର୍ବାଚନ ପ୍ରତିଶ୍ରୁତି ରକ୍ଷା ସ୍ୱରୂପ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାରର ସମସ୍ତ ଅଳଙ୍କାରର ଏକ ବିସ୍ତୃତ ତାଲିକା ପ୍ରସ୍ତୁତ କରିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପୁରୀ ନିମନ୍ତେ ଅନୁଦାନ ବାବଦକୁ 5 କୋଟି ଟଙ୍କା ଆବଣ୍ଟନ କରିବାକୁ ମୁଁ ପ୍ରସ୍ତାବ ଦେଉଛି। ମାନନୀୟ ବାଚସ୍ପତି ମହୋଦୟ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଦ୍ରୁତଗତିରେ ପରିବର୍ତ୍ତିତ ହେଉଥିବା ବିଶ୍ୱ ରାଜନୀତି, ବାଣିଜ୍ୟ ଗତିଶୀଳତା ଏବଂ ମେଣ୍ଟ ମଧ୍ୟରେ ଭାରତର ସ୍ଥିର ଏବଂ ଦୃଢ଼ ଅଭିବୃଦ୍ଧି ସ୍ଥିରତାର ଏକ ସ୍ତମ୍ଭ ଭାବେ ଉଭା ହୋଇଛି। ତାଙ୍କର ନିର୍ଣ୍ଣାୟକ ନେତୃତ୍ୱର ମାର୍ଗଦର୍ଶନରେ ଦେଶର ଅର୍ଥନୈତିକ ଯାତ୍ରା ଦୃଢ଼ ବିତ୍ତୀୟ ଶୃଙ୍ଖଳା, ସ୍ଥୂଳ ଅର୍ଥନୈତିକ ସ୍ଥିରତା, ନିରନ୍ତର ଅଭିବୃଦ୍ଧି ଏବଂ ନିୟନ୍ତ୍ରିତ ମୁଦ୍ରାସ୍ଫୀତି ଦ୍ୱାରା ପରିଭାଷିତ ହୋଇଛି। ଏହି ପ୍ରୟାସଗୁଡ଼ିକ ଦ୍ୱାରା ଦେଶର ସାମଗ୍ରିକ ଘରୋଇ ଉତ୍ପାଦ GDP କ୍ରମାଗତ ଭାବେ ପ୍ରାୟ 7% ଅଭିବୃଦ୍ଧି ହେବା ସହ ଦାରିଦ୍ର୍ୟ ହ୍ରାସ ତ୍ୱରାନ୍ୱିତ ହୋଇପାରିଛି ଏବଂ ଆମ ଲୋକଙ୍କ ଜୀବନର ଗୁଣବତ୍ତାରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। ଓଡ଼ିଶା ଆଜି ଆର୍ଥିକ ଦୂରଦୃଷ୍ଟି ଏବଂ ସୁଶାସନର ଏକ ମଡେଲ ଭାବରେ ପରିଗଣିତ ହୋଇପାରିଛି। ଆମେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଗରିବ, ଯୁବବର୍ଗ, ଅନ୍ନଦାତା ଏବଂ ନାରୀ ଶକ୍ତି ପାଇଁ ଆମର ଜନାଭିମୁଖୀ ପଦକ୍ଷେପ ସହିତ ଓଡ଼ିଶା ବିତ୍ତୀୟ ଦାୟିତ୍ୱ ଏବଂ ବଜେଟ୍ ପରିଚାଳନା FRBM ଅଧିନିୟମ 2005ରେ ନିର୍ଦ୍ଧାରିତ ବିତ୍ତୀୟ ମାନଦଣ୍ଡ ହାସଲ କରିବାରେ ଆଦୌ କୌଣସି ବିଚ୍ୟୁତି ଘଟିନାହିଁ। ନୀତି ଆୟୋଗ, RBI ଏବଂ ଜାତୀୟ ଖ୍ୟାତିସମ୍ପନ୍ନ ଅନ୍ୟାନ୍ୟ ସରକାରୀ ଆର୍ଥିକ ପ୍ରତିଷ୍ଠାନ ଦ୍ୱାରା ଏହି ସଫଳତାକୁ ପ୍ରଶଂସା କରାଯାଇଛି। ରାଜ୍ୟ ଅର୍ଥନୀତିର ସୁପରିଚାଳନା ଯୋଗୁଁ ଆମ ରାଜ୍ୟର ମୋଟ ଘରୋଇ ଉତ୍ପାଦ GSDP ଆର୍ଥିକ ବର୍ଷ 2025-26ରେ 7.9% ହାରରେ ବୃଦ୍ଧି ପାଇବାରେ ଆକଳନ କରାଯାଇଛି। ନୂତନ ଆତ୍ମବିଶ୍ୱାସ ଏବଂ ଦୃଢ଼ ନୀତିଗତ ପଦକ୍ଷେପ ସହିତ ଆମେ 12%ର ନାମମାତ୍ର ଅଭିବୃଦ୍ଧି ନମିନାଲ ଗ୍ରୋଥ ହାସଲ କରିବାକୁ ଲକ୍ଷ୍ୟ ରଖିଛୁ, ଯାହାଦ୍ୱାରା 2026-27 ଆର୍ଥିକ ବର୍ଷରେ ଆମର GSDP ପ୍ରାୟ 11,07 କୋଟି ଟଙ୍କାରେ ପହଞ୍ଚି ପାରିବ। ମାନନୀୟ ବାଚସ୍ପତି ମହୋଦୟ, ଷୋଡ଼ଶ ଅର୍ଥ ଆୟୋଗଙ୍କର ସୁପାରିଶକୁ ଗ୍ରହଣ କରି ରାଜ୍ୟଗୁଡ଼ିକ
ପାଇଁ ନିଟ୍ କେନ୍ଦ୍ର ସରକାରଙ୍କର ଟିକସରେ 41% ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ମୁଁ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଜଣାଉଛି। ଏହାଦ୍ୱାରା ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ଅନୁଦାନ ପ୍ରବାହରେ ନିରନ୍ତର ବୃଦ୍ଧି ସହିତ ଆଗାମୀ ବର୍ଷଗୁଡ଼ିକରେ ଆକଳନ ଅପେକ୍ଷା ମଧ୍ୟ ଅଧିକ ରାଶି ପ୍ରାପ୍ତ ହେବାର ସମ୍ଭାବନା ରହିଛି। ଆମ ସରକାର ଆର୍ଥିକ ବର୍ଷ 2026-27ରୁ 2030-31 ମଧ୍ୟରେ ସ୍ଥାନୀୟ ନିକାୟ ସଂସ୍ଥାଗୁଡ଼ିକୁ 50,000 କୋଟି ଟଙ୍କା ହସ୍ତାନ୍ତର କରିବା ପାଇଁ ଷଷ୍ଠ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶକୁ ଗ୍ରହଣ କରିଛନ୍ତି, ଯାହା ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ ଏସ୍ଏଫ୍ସି ଦ୍ୱାରା ସୁପାରିଶ କରାଯାଇଥିବା ହସ୍ତାନ୍ତରର ପ୍ରାୟ 2 ଗୁଣ ଅଟେ। ଏହା ବ୍ୟତୀତ ଏହି ଅବଧି ମଧ୍ୟରେ ସ୍ଥାନୀୟ ନିକାୟ ସଂସ୍ଥାଗୁଡ଼ିକୁ ଷୋଡ଼ଶ ଅର୍ଥ ଆୟୋଗ ସୁପାରିଶ ଅନୁଯାୟୀ 18,715 କୋଟି ଟଙ୍କା ହସ୍ତାନ୍ତର କରାଯିବ। ଏହା ଗ୍ରାମ ସ୍ୱରାଜ ଏବଂ ଶାସନର ବିକେନ୍ଦ୍ରୀକରଣ ପାଇଁ ଆମର ପ୍ରତିବଦ୍ଧତାକୁ ଆହୁରି ବୃଦ୍ଧି କରିବ।